ସୁକିନ୍ଦାଗଡ଼ରେ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗଣଦୌଡ଼ ଓ ଶପଥ ପାଠ ଅନୁଷ୍ଠିତ। ସୁକିନ୍ଦା ପୋଲିସ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ଗଣଦୌଡ଼ ଆୟୋଜିତ ହୋଇଥିବା ଦେଖିବାକୁ ମିଳିଥିଲା। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଲୌହ ମାନବ ଭାବେ ଜଣାଶୁଣା ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମତିଥିକୁ ସ୍ମରଣୀୟ ରଖିବା ପାଇଁ ସରକାର ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରୁଛନ୍ତି। ସେ ଏକାଧାରରେ ଥିଲେ ସ୍ୱାଧୀନତା ସଂଗ୍ରାମୀ, ରାଷ୍ଟ୍ରବାଦୀ ନେତା ଓ ସ୍ୱାଧୀନ ଭାରତର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ଥିଲେ। ସେହି ଉଦ୍ଦେଶ୍ୟରେ ସୁକିନ୍ଦା ପୋଲିସ ପକ୍ଷରୁ ଥାନାର ଭାରପ୍ରାପ୍ତ ଅଧିକାରୀ ବିଲ୍ୱମଙ୍ଗଳ ସେଠୀ ପଟେଲଙ୍କର ଆଦର୍ଶ ଓ ବଜାୟ ରଖିବା ପାଇଁ ଉପସ୍ଥିତ ଜନସାଧାରଣଙ୍କୁ ଶପଥ ପାଠ କରାଇଥିଲେ। ଏହି ବିଶେଷ କାର୍ଯ୍ୟକ୍ରମରେ ସୁକିନ୍ଦା ଅଞ୍ଚଳର ଯୁବ ସମାଜ, ବରିଷ୍ଠ ନାଗରିକ ଓ ଥାନାର କର୍ମଚାରୀମାନେ ସାମିଲ ହୋଇ ଶପଥ ପାଠ କରିବା ସହିତ ସୁକିନ୍ଦା ପୋଲିସ ପକ୍ଷରୁ ସୁକିନ୍ଦା ଥାନା ପରିସରରୁ ସୁକିନ୍ଦା ମାଧବପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପର୍ଯ୍ୟନ୍ତ ଏକ ଗଣଦୌଡ଼ରେ ସମସ୍ତେ ସାମିଲ ହୋଇ ବିଶେଷ କାର୍ଯ୍ୟକ୍ରମକୁ ସଫଳମଣ୍ଡିତ କରିଥିବା ଶୁକ୍ରବାର ସକାଳ 8 ଘଟିକା ସମୟରେ ଦେଖିବାକୁ ମିଳିଥିଲା। राष्ट्रीय एकता जिंदाबाद, जिंदाबाद, जिंदाबाद। राष्ट्रीय